ସାର୍ ଆଜିର କାର୍ଯ୍ୟକ୍ରମରେ ସାରଙ୍କ ତତ୍ତ୍ୱ ବାର୍ଷିକ ରାଷ୍ଟ୍ରପତି କଣ କହିବେ ଚାହୁଁଛନ୍ତି? ସ୍ୱର୍ଗତ ତ୍ରିଲୋଚନ କାନୁନଗୋ ଏକାଧାରାରେ ଓଡ଼ିଶାର ଜଣେ ବିଶିଷ୍ଟ ରାଜନେତା, ସମାଜସେବୀ ଏବଂ ସ୍ତମ୍ଭକାର ଅର୍ଥନୀତିବିଦ। ତାଙ୍କର ବିୟୋଗର ଆଜି 1 ବର୍ଷ ପୂର୍ତ୍ତି। ତାଙ୍କ ନିଜ ଗାଁ ବଡ଼ମୂଳେଇରେ ତାଙ୍କ ସମାଧି ପ୍ରତିଷ୍ଠା। ତାଙ୍କୁ ଭଲ ପାଉଥିବା ଅଗଣିତ ଜନତା ଓଡ଼ିଶା, ଯେଉଁମାନେ ଏଠିକି ଆଜି ଆସିପାରିଛନ୍ତି ବା ନ ଆସିପାରିଛନ୍ତି, ତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରୁଥିବେ। ସେ ଏକ ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ବିଶ୍ୱାସ କରୁଥିଲେ ଏବଂ ଶେଷ ପର୍ଯ୍ୟନ୍ତ ସେଇ ବିଶ୍ୱାସ ତାଙ୍କର ଅତୁଟ ଥିଲା। ମୂଲ୍ୟବୋଧ ସହିତ ସେ କେବେ ସାଲିସ କରିନାହାନ୍ତି। ମୋର ସଂଯୋଗ ତାଙ୍କ ସହିତ ବିଗତ 40 ବର୍ଷରୁ ଉର୍ଦ୍ଧ୍ୱ 50 ବର୍ଷ ପାଖାପାଖି 70 ଦଶକରୁ ସମ୍ପର୍କ ଥିଲା। ସେ ଯେତେବେଳେ କଟକର ଚେୟାରମ୍ୟାନ୍ ଛିଡ଼ା ହେଇଥିଲେ, ମୁଁ ତାଙ୍କ ସହିତ କର୍ପୋରେଟର ଭାବରେ ମଧ୍ୟ ଛିଡ଼ା ହେଇଥିଲି କଟକରେ। ପରବର୍ତ୍ତୀ ଅବସ୍ଥାରେ ରାଜନୀତିର ବିଭିନ୍ନ ସ୍ତରରେ ଥିଲେ ମଧ୍ୟ ତାଙ୍କ ସହିତ ପାରିବାରିକ ସମ୍ପର୍କ ଆହୁରି ଦୃଢ଼ ଥିଲା। ସେ କଟକ ସହର ନୁହଁ, ଓଡ଼ିଶାରେ ଘରେ ଘରେ ପରିଚିତ ହେବା ବ୍ୟକ୍ତିତ୍ୱ। ତେଣୁ ତାଙ୍କ ବିୟୋଗ କେବଳ ଆଜିର ଏ ଅଞ୍ଚଳ, ଅତୀତର ଗୋବିନ୍ଦପୁର, ବର୍ତ୍ତମାନ ନିଆଳି ନିର୍ବାଚନ ମଣ୍ଡଳୀ ପାଇଁ ନୁହେଁ, ସାରା ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ଜଣେ ମୂଲ୍ୟବୋଧ ଭିତ୍ତିକ ବ୍ୟକ୍ତିତ୍ୱଙ୍କର ଅଭାବ ଘଟିଛି ଏବଂ ଯୁବପିଢ଼ି ତାଙ୍କ ରାଜନୈତିକ ଜୀବନରୁ ପ୍ରେରଣା ନେବେ ବୋଲି ମୁଁ ଆଶା କରୁଛି।